କୋଉଠି ଏବେ ଏଟା ତ ଆମେ ରିସେଣ୍ଟଲି ହେଇଥିଲା କହିପାରିବାନି ପ୍ରୋଟେଷ୍ଟ ବହୁତ ଭୁବନେଶ୍ୱରରେ କରିଥିଲେ। ହଁ ହଁ ଆଜ୍ଞା। ଭୁବନେଶ୍ୱର ହଁ। ଭୁବନେଶ୍ୱର ରିସେଣ୍ଟ ପ୍ରୋଟେଷ୍ଟ ହେଇଥିଲା ସେ ବିଷୟ ନେଇକି ଜଷ୍ଟିସ ରବିଙ୍କୁ ନେଇକି ଆନ୍ଦୋଳନ ବି କରିଥିଲେ ପ୍ରୋଟେଷ୍ଟ କରିଥିଲେ। ଏଇ ଯୋଉ 7 ତାରିଖ ହେଇଛି ସେ ଯୋଉ ପ୍ରୋଟେଷ୍ଟ ହେଇଛି। ଆଚ୍ଛା ହଉ ସାର୍ ଧନ୍ୟବାଦ ସାର୍ ଆମେ ସପୋର୍ଟରେ ଆଉ ଅଛୁ ଆପଣଙ୍କ କିଛି ଇଏ ନାଇଁ ନାଇଁ ଆମ ଓକେ ଓକେ ଧନ୍ୟବାଦ ଧନ୍ୟବାଦ ଆପଣ ଆପଣଙ୍କୁ ଆପଣ ଆଜ୍ଞା କଣ କରନ୍ତି କଣ ଆପଣ? ସାର୍ ମୋର ଗ୍ରାଜୁଏସନ୍ ସାରିକି ମୁଁ ଡିପ୍ଲୋମା କରିକି ନା ଜିନ୍ଦଲ ଇଏରେ ଅଛି କମ୍ପାନୀରେ ଓହୋ ଅଛୁ ଯାଜପୁର ଆମର ନାହିଁ ନା ଠିକ ସାର୍ ନାଇଁ ଆପଣ ଏତେ ଠିକ ଅଛି ଠିକ ଅଛି ଡିଟେଲ କହିବା ଦରକାର ନାହିଁ ଏତେ ଡିଟେଲ କହିବା ଦରକାର ନାହିଁ ଆପଣ ଖାଲି କୁହନ୍ତୁ ଆଜ୍ଞା କଣ କରନ୍ତି। ହଉ ଠିକ ଅଛି ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ଧନ୍ୟବାଦ ସାର୍ ଓକେ । ମୁଁ ବର୍ତ୍ତମାନ ରାହୁଲ ସିଂ ଜଣେ ଅଛନ୍ତି ତାଙ୍କ ପରେ ପରେ ଥିଲେ ତାପରେ ଆଉ ଜଣେ ବି ଅଛନ୍ତି ଗେଷ୍ଟ ବର୍ତ୍ତମାନ ରାହୁଲ ସିଂ କୁ ନଉଛି ଆପଣ ହଁ ହଁ ଆପଣ ବ୍ୟାକ୍ ଷ୍ଟେଜ୍ ଯାଇକି ଶୁଣନ୍ତୁ ହଁ। ହ୍ୟାଲୋ ସାର୍ ଶୁଭାଯାଉଛି? ଓକେ ଓକେ ରାହୁଲ ସିଂ ଓକେ ହଁ ରାହୁଲ ଆପଣ ଓଡିଆ କି ନନ୍ ଓଡିଆ? ନାଇଁ ନାଇଁ ସାର୍ ମୁଁ ଓଡିଆ ଆଉ ହଁ ଏବେ କୁହନ୍ତୁ ମୁଁ ଆଜ୍ଞା ମୁଁ ମୟୂରଭଞ୍ଜରୁ କହୁଥିଲି। ହଁ ହଁ ଆଜ୍ଞା ମୋର ଖାଲି କୋଶ୍ଚିନ୍ ଟା ଥିଲା ସେଟା ମୁଁ ଆମର କମେଣ୍ଟ ବକ୍ସ ରେ ଲେଖିବି ଥିଲି ଏଇଟା ଗୋଟେ ହୁଁ ବହୁତ ବଡ ହୁଁ ଓକେ ଟପିକ ଥାଏ ଆମେ ଯେତେବେଳେ ଆମେ ମାନେ ସାଙ୍ଗ ମାନଙ୍କ ସାଙ୍ଗରେ କଥା ହଉ ଯେ ମାନେ ଏସି ଏସ୍ ଟି ର ଗୋଟେ କ୍ରିମିଲେୟାର କାହିଁ ରହୁନି ମାନେ ଫାଷ୍ଟ ଆପଣ କଣ ଜେନେରେସନ ସେକେଣ୍ଡ ଜେନେରେସନ ଏସି ନାଇଁ ଆପଣ ଏସି ନା ଏସଟି ନାଇଁ ନା ନାଇଁ ନାଇଁ ମୁଁ ଏସ୍ ଟି ଏସଟି ସେଇ କଥା ପଚାରୁଛନ୍ତି ଆପଣ ସାଙ୍ଗମାନେ ଯେ ଆପଣ ତାର ଉତ୍ତର ଦେଇପାରନ୍ତି ଆଜ୍ଞା କାହିଁକି ଆଜ୍ଞା ଆଜ୍ଞା ହଁ ସବୁ କୋଶ୍ଚେନ ର କାହିଁକି ଉତ୍ତର ମୁଁ ରଖିପାରୁଛି କାହିଁକି ନା ହଁ ରିଜର୍ଭେସନ କଣ ପାଇଁ ଦିଆଗଲା ତାର ରଖି ହଁ ପାରୁଛନ୍ତି ଇଏ ହଁ ହଁ କହୁଛି କିନ୍ତୁ କାହିଁକି ସେ ଯୋଉ ନାହିଁ କାହିଁକି ନାହିଁ କ୍ରିମିଲେୟାର ଆପଣ କଣ ଭାବୁଛନ୍ତି କଣ କୁହନ୍ତୁ ଆପଣଙ୍କ ଧାରଣା ଟା କଣ ଅଛି କାହିଁକି ନାହିଁ ବୋଲି? ନାଇଁ କାରଣ ତ ସେଇଟା ମୁଁ ତ ଜାଣିପାରୁନାହିଁ କାହିଁକି ନାଇଁ କାହିଁକି ନା ସେମାନେ କହିବା ହଁ ହଁ କଥା ଯେ ଫାଷ୍ଟ ଜେନେରେସନ ସେକେଣ୍ଡ ଜେନେରେସନ ଥାର୍ଡ ଜେନେରେସନ ଯେତେବେଳେ ପାଇ ଯାଉଛନ୍ତି ସେତେବେଳେ ହୁଁ ବି ସେମାନଙ୍କୁ କାହିଁକି ହଉଛି ରିଜର୍ଭେସନ ଟା ଦିଆଯାଉଛି ତ ସେମାନଙ୍କର ଗୋଟେ କୋଶ୍ଚେନ ସେଇଟା ରହୁଛି ଆଉ ମତେ ବେଳେ ବେଳେ ବି ସେଇଟା ଠିକ ବି ଲାଗେ କି ଗୋଟେ ହଁ ଦିଟା ହଁ ନାଇଁ ଜେନେରେସନ ଲାଗିବା ହେଇଗଲା ସ୍ୱାଭାବିକ ପରେ ଆପଣ ପ୍ରଚାର ତନ୍ତ୍ରରେ ପଶିଲା ପରେ ଆପଣ ଲାଗିବାଟା ସ୍ୱାଭାବିକ ମୁଁ ମନା କରୁନି ସେ ବିଷୟରେ ସେଇଟା ବି ଆଜ୍ଞା କିଛି ପ୍ରଶ୍ନ ଆସିବା ଠିକ ଏବଂ ଭବିଷ୍ୟତରେ ସେ ବିଷୟରେ କିଛି ନ ହବ ବୋଲି କିଛି ମାନେ ନାହିଁ ସେଇଟା ବି ହେବେ ଆମେ ବି ଚାହୁଁଛୁ ଯେ କିଛି ପରିମାଣ ଜିନିଷ ହଉ କାହିଁକି ହେଇପାରୁନି ମୁଁ ଆଜ୍ଞା ଆପଣଙ୍କୁ ସରି କ୍ଲିୟରଲି କହୁଛି ଯେ ବର୍ତ୍ତମାନ ଯେତିକି ପୋଷ୍ଟ ଅଛି ସବୁ ପୋଷ୍ଟରେ ଆଜ୍ଞା ଏସି ଏସଟି ଲୋକ ଫିଲଅପ ହେଇଗଲେଣି କି? ଯେତିକି ପୋଷ୍ଟ ସରକାରୀ ପୋଷ୍ଟ ଅଛି ଆଇଏସ ରେ ନାଇଁ ନାଇଁ 8% ଆମର ତ ହଉଛନ୍ତି ଏସସି। ଆଜ୍ଞା ଆଜ୍ଞା ନାଇଁ ନାଇଁ ଆମର ଯୋଉ ଏକ୍ଜାମ ଗୁଡା ବି ହୁଏ ଏଇ ଯୋଉ ଗଭର୍ଣ୍ଣମେଣ୍ଟ ଏକ୍ଜାମ ଗୁଡା ଏଥିରେ ବହୁତ ବଳି ବି ଯାଏ ମାନେ ପିଲା ନଥାନ୍ତି ଆଉ ପୋଷ୍ଟ ଅଧିକା ଥାଏ ଏଇଭଳିଆ ଟାଇପରେ ବି ହୁଏ। ହଁ ମୁଁ ସେଇ କଥା ବା କହୁଛି ଏପର୍ଯ୍ୟନ୍ତ ଟୋଟାଲ ଆଜ୍ଞା ଆଇଏସ୍ ସର୍ଭିସରେ 8% ଏସିି ଫିଲଅପ୍ ହେଇଛନ୍ତି ମାନେ 15% ରହିବା ଜାଗାରେ 8%। ଏସଟି ତ ଆହୁରି କମ ଥିବେ ମୁଁ ତ ତାଙ୍କ ଡାଟା ଜାଣିନି ସେ ଗୋଟେ ଡାଟା। ଆଉ ଯେତେକ ଆଜ୍ଞା ପ୍ରଫେସର ଆସିଷ୍ଟାଣ୍ଟ ପ୍ରଫେସର ଲେକ୍ଚର ଯେତେକ କଲେଜରେ ଅଛି ସେଣ୍ଟ୍ରାଲ ୟୁନିଭର୍ସିଟି ସବୁ କଲେଜରେ 70-80% ତାଙ୍କର ପୋଷ୍ଟ ଭ୍ୟାକେଣ୍ଟ ପଡୁଛି କାହିଁକି ନା ସୁଇଟେବଲ କ୍ୟାଣ୍ଡିଡେଟ ମିଳିପାରୁନାହାନ୍ତି। କଥା ବୁଝିଲେ ତ? ତେଣୁ ଆମେ ଯଦି କ୍ରିମିଲେୟାର କରିଦବା ଇଏ ଗୋଟେ କାରଣ ଯଦି ଆମେ କ୍ରିମିଲେୟାର କରିଦବା ତାହେଲେ କଣ ହବ ଯିଏ କିଏ ଆସିଷ୍ଟାଣ୍ଟ ପ୍ରଫେସର ଆଇଏସ୍ ବର୍ତ୍ତମାନ 95-99% ଯିଏ ଆଇଏସ୍ ହଉଛନ୍ତି ସବୁ ଯାକ ସୋସିଆଲି ଆଉ ଇକୋନୋମିକାଲି ଯୋଉମାନେ ଷ୍ଟ୍ରଙ୍ଗ ଇକୋନୋମିକାଲି ଷ୍ଟ୍ରଙ୍ଗ ବ୍ୟାକଗ୍ରାଉଣ୍ଡ ପିଲା ହିଁ ଆସୁଛନ୍ତି ଯୋଉଟା ଗୋଟେ ବଡ ସମସ୍ୟା। ଆଜ୍ଞା ଯାହା ପାଖରେ ଆଜ୍ଞା ପଇସା ଅଛି ସେ ପାଠ ପଢିବାର ସୁଯୋଗ ପାଉଛି ଦିଲ୍ଲୀରେ ରହୁଛି କଣ କରୁଛି କୋଚିଂ ନେଇକି 5 ଲକ୍ଷ 7 ଲକ୍ଷ ଖର୍ଚ୍ଚ କରୁଛି ତାପରେ ସେ ଆଇଏସ୍ ହଉଛି। ବୁଝିପାରିଲେ କଥାଟା କି ଗୋଟେ ଗରିବ ପିଲା ଯଦି ଯିବ ସେ କେବେ ପଢିପାରିବ ସେଇଟା ଗୋଟେ ବଡ ସମସ୍ୟା ଯୋଉମାନେ ଗରିବ ଲୋକମାନେ ହେଇକି ଆଇଏସ୍ ମୁଁ ସମସ୍ତଙ୍କୁ କହୁଛି ଗରିବ ଲୋକମାନେ ସେଠିକି ଯାଇକି ଆଇଏସ୍ ହେଇପାରୁନାହାନ୍ତି ସେଥିପାଇଁ ଆମର ଆଇଏସ୍ ପରସେଣ୍ଟେଜ ଏବେ ବି କମ ସେମିତି ଆପଣ ଯୋଉ ହାୟର ଲେବୁଲ ଯୋଉ ସାଇଣ୍ଟିଫିକ ରିସର୍ଚ୍ଚ ପୋଷ୍ଟ ହଉ କି ଆପଣଙ୍କର ଯୋଉ କହିଲି ଇଏ ପୋଷ୍ଟ କଥା କହୁଛି କୋଉ ପୋଷ୍ଟ ଯୋଉ ପ୍ରଫେସର ଆସିଷ୍ଟାଣ୍ଟ ପ୍ରଫେସର ବିଭିନ୍ନ କଲେଜ ୟୁନିଭରସିଟି ଦେଖିବେ ସେଠି 70-80% ଆଙ୍କ ପୋଷ୍ଟ ଖାଲି ପଡିକି ରହୁଛି ତା ଭିତରେ ଆମେ ଯଦି ତା ଦେହରେ କ୍ରିମିଲେୟାର ପୁରେଇ ଦବା ସେ ତ କେବେ ବି ଆଉ ଖାଲି 100% ଭ୍ୟାକେଣ୍ଟ ହେଇଯିବ। କଥା ବୁଝିଲେ ନାଇଁ ଦ୍ୟାଟ ଇଜ ଦ ୱାନ୍ ରିଜନ ଆନାଦର ରିଜନ ହଉଛି ରିଜର୍ଭେସନ ର ଫାଉଣ୍ଡେସନ ଟା ହଉଛି ରିଜର୍ଭେସନ ର ଫାଉଣ୍ଡେସନ ଟା ବେସ୍ ଟା ହଉଛି କାହା ଉପରେ ହେଇଛି ସୋସିଆଲ କାଷ୍ଟ ଉପରେ ସୋସିଆଲି ସୋସିଓ ଇକୋନୋମିକ ବ୍ୟାକଗ୍ରାଉଣ୍ଡ ଯୋଉ ସୋସିଆଲ ଆଉ ଇକୋନୋମିକାଲ ଏଜୁକେସନାଲ ବ୍ୟାକଗ୍ରାଉଣ୍ଡକୁ ନେଇକି
सोशियली एजुकेशनल ଆଜ୍ଞା मैंने ଆଜ୍ଞା बैकवर्ड आकु नहीं धनी गरीब नहीं कथा उठेनी आदि बुझिपारे कि सोशियल एजुकेशनल बैकवर्डनेस नहीं इकोनॉमिक कंडीशन टा कराई कहा ना ओबीसी मानक से क्रिमिनल सिस्टम टा आसी जेहेतु एससी एसटी की इकोनॉमिक क्राइटेरिया नुह कास्ट है मेन क्राइटेरिया कास्ट वाइज डिस्क्रिमिनेशन कराऊची तेणु कास्ट बेस रिजर्वेशन दिखाई धनी हूँ गरीब हूँ जी हूँ रिजर्वेशन दबा आउ गोटे कथा जो लोअर पोस्ट रे जो क्लरिकल पोस्ट ये पोस्ट एबे टिके कंपटीशन देखा ଗୁଡାକ मते लागु ଶୁଭା सेमती ଯାଉଛି किसी ବୋଧେ। ଶୁଭୁନି। मो वॉइस भलो जो शुभुनी एबे शुभिला ना ना ठीक है ठीक है ଭଏସ सारे ଯାଉନି। ठीक ଅଛି ताले आपनकर प्रॉब्लम थिबो ताले आपन ऑडियो प्रॉब्लम मोर तो ନାଇଁ प्रॉब्लम ଏଠି तो ଆମକୁ हुई ଶୁଭୁଛି ସେମିତି କିଛି ଆଚ୍ଛା ଆଜ୍ଞା କିଏ ଆଜ୍ଞା हाँ କିଏ କହୁଥିଲେ राहुल सिंह हाँ ठीक अच्छे शुणु से जब पचार से कहे ये सब पोस्ट गुड़ा जेहेतु खाली पड़ुची हाँ जेहेतु आम रिजर्वेशन टार फाउंडेशन है कास्ट मूल मत से कन्स्टिट्यूएंट असेंबली डिस्कसन रिजर्वेशन को बेसिस रखिए बोली समस्ते कहले किए कहले कास्ट वाइज रखिए किए कहले नहीं आम ये रखा कौन इनकम वाइज रखा तो इनकम वाइज कटागला ये जो गरीब ब्राह्मण जड़े गरीब दलित दी जन सामान दी जन सामान नुहति जिते बड़ हो गले गोटा दलित लोक जिते पैसा हो गले गोटा गरीब ब्राह्मण से सामाजिक स्तर से नीचरे रोचे से ये जिनस कराई जो मैंने दरिद्र बा जो मैंने गरीब अच्छा दारिद्र बा गरीब अच्छा अन्य व्यवस्था कराई कौन कराई जिते प्रकार योजना जो हो सरकार जो 5 टंकिया चाउल 2 टंकिया चाउल से अमक 5 टंकिया भोजनालय जो आहार केन्द्र कौन दारिद्र दूरीकरण योजना गरीब पिला स्टाइपेंड दबा स्कॉलरशिप दबा दारिद्र दूरीकरण योजना व्यवस्था कर तो होगा ईडब्ल्यूएस इकोनॉमिक वीकर सेक्शन तार तो जो बड़ा अपव्यवहार हो तो अलग पार्ट मुझे कथा कहूनी समस्त देखो यही कथा कहे रिजर्वेशन कथा एससी कथा भाजर कहे कि ईडब्ल्यूएस कथा कहबेनि कि फिजिकली हैंडिक्राफ्ट लोक कथा कहबेनि जो फिजिकली चैलेंज ताकू कहीं रिजर्वेशन दे कि कहबेनि कहीं ତାଙ୍କର सेमान ଗୋଟେ तो କହିବା କଥା ଯେ ତାଙ୍କର ଗୋଟେ କହିବା କଥା ଯେ ଜେନେରାଲ ଓବିସି ପ୍ରାୟ ସବୁ ସମାନ ମାର୍କ ଯାଉଛି କି ଟିକେ ଓବିସି ର କମ ରହୁଛି ସେଇଥିପାଇଁ ସେଗୁଡା ବିଷୟରେ କିଛି କହୁନାହାନ୍ତି ଆମଟା ଟିକେ ଜଷ୍ଟ ଲୋୟର ରହେ ସେଇଥିପାଇଁ ସେମାନେ लोअर କହନ୍ତି ଆଉ रहे କମ୍ପିଟିଟିଭ बर्तमान समय मु कहूँ लोअर रहे बर्तमान से कौन करेंगे ना क्रिमिनाल करदे आउ कौन धनी पिला जो मैंने अच्छे से जापर जहाँफल जो कटअफ टा जो बर्तमान जो गैपटा अच्छी बहुत जोर कमुची बहुत ड्रास्टिकली कमी कमी जाऊँगी गैपटा से पूरा तलू गोटा ह्यूज गैप हो कहे तुम 500 पढ़ तुमको कौन दरकार तुमको चाकरी डी रिजर्व करदे ये आग आग फिलअप हो सारू अन्य कथा कह ଆଜ୍ଞା ଆଜ୍ଞା ସେଇଟା ହିଁ କରୁନାହାନ୍ତି ନା ସମସ୍ୟାଟା ସେଠି ହେଇଯାଉଛି ତାଙ୍କର ସବୁ ଏ ସବୁ ପଲିଟିକ୍ସ ସବୁ ନ୍ୟାରେସନ ସବୁ ସେଟ୍ କରିବା ଏଗୁଡ଼ା ତାଙ୍କର କାମ ଏଇ ଜିନିଷଟା କଣ କରିବା ଆଉ କଣ ପ୍ରଶ୍ନ ଅଛି କୁହନ୍ତୁ ନାଇଁ ନାଇଁ ओके ସାର୍ ସେଇଟା ठीक ହିଁ ଅଛି सर आम हाँ आम स्टूडियो बर्तमान सुरेश सम्राट आसाइले ताको वेलकम करवा सुरेश सम्राट अनम्यूट हाँ करंतु जय ସମସ୍ତଙ୍କୁ ନମବୁଦ୍ଧାୟ ଜୟ ଭୀମ। ओके ତ ठीक ଅଛି ଆଉ ଆଜିର ବିଷୟ ବସ୍ତୁଟା କଣ ଥିଲା ମତେ ଟିକେ ରିପିଟ କରିଦେଲେ ଭଲ ହୁଅନ୍ତା ମୁଁ ବହୁତ ଦିନ ପରେ ଜାତି ଜଏନିଂ ଅଛି କି ହେଇଛି ନାହିଁ ଏବେ ଆଉ ଜାତି ପ୍ରଥା ଜାତି ଅଛି କି ଅଛି କି ନାହିଁ ଜାତି ପ୍ରଥା ଅଛି କି ବୋଲି କହୁଛନ୍ତି ତ ହୁଁ ଆଉ ମୁଁ ଗୋଟେ ଜିନିଷ କହିବି ଜାତି ପ୍ରଥା ଉପରେ ମୁଁ ସଫା କହିବି ମୋର ଜୀବନ ଚାଲିଗଲେ ବି ମୁଁ ଡରେ ନାହିଁ ମୁଁ ଆମ୍ବେଦକରବାଦୀ ମୁଁ ଡରେନି ତ ଯେତେ ଦିନ ପର୍ଯ୍ୟନ୍ତ ଏ ହିନ୍ଦୁ ଧର୍ମ ରହିବ ଆରଏସଏସ ରହିବ ବଜରଙ୍ଗ ଦଳ ରହିବ ବ୍ରାହ୍ମଣବାଦ ରହିବ ସେତେ ଦିନ ପର୍ଯ୍ୟନ୍ତ ଜାତି ପ୍ରଥା ରହିବ 100% କଣ ପାଇଁ ଏଟା ଏପରି କଥା ଲେଖିକି କହୁଛୁ ତ ଶୁଣନ୍ତୁ ଜାତି ପ୍ରଥା ଉପରେ ଆଲୋଚନା କରିବା ଆଜି ଆମ ଏସସି ଏସଟି ଓବିସି ଲୋକ ଗୋଟେ ଯେତେ ବଡ ପୋଷ୍ଟରେ ରହୁନା କାହିଁକି ଏବେ ଆପଣ ଯୋଉଟା କହିଲେ ଯେତେ ବଡ ପୋଷ୍ଟରେ ରହୁନା କାହିଁକି ସେ ବ୍ରାହ୍ମଣର ସାମାଜିକ ସ୍ତରରେ ସେ ତଳକୁ ଥାଉଛି ତାର କାରଣ ହଉଛି ବ୍ରାହ୍ମଣବାଦ ଆଉ ହିନ୍ଦୁ ଧର୍ମ ଆଉ ଦେଖନ୍ତୁ ଭାରତ ବର୍ଷରେ ଯେତେ ଗୋଟି ଧର୍ମ ଅଛି ସବୁଠୁ ଘଟିଆ ଧର୍ମ ବେଇମାନି ଧର୍ମ ଦଙ୍ଗାକାରୀ ଧର୍ମ ଭାଇଚାରା ନଷ୍ଟ କରୁଥିବା ଧର୍ମ ହଉଛି ହିନ୍ଦୁ ଏ ହିନ୍ଦୁ ଧର୍ମର ଗୋଟେ ଏମିତି ପ୍ରଥା ଅଛି ଯୋଉଠି କି ଭାଇଚାରା ନଷ୍ଟ କରାଯାଏ ଦୁଇ ଭାଇ ଥିବେ ଦୁଇ ଭାଇରୁ 3 ଭାଇ ମିଶା ଥିବେ ତ ତାହିଁରୁ ଯଦି ଜଣେ ଯଦି ଖ୍ରୀଷ୍ଟିଆନ ହେଇଗଲା ଜଣେ ହିନ୍ଦୁ ଅଛି ଜଣେ ମୁସଲମାନ ଅଛି ତାହେଲେ ତାଙ୍କ ଭିତରେ ଦଙ୍ଗା ଲାଗିବ ଆର ମୁଖ୍ୟ କାରଣ କଣ ଆରଏସଏସ ଆଉ ବଜରଙ୍ଗ ଦଳ ଦ୍ୱାରା ହଉଛି ତ ଏଇଟା ହଉଛି ଜାତି ପ୍ରଥା କଣ ଜଣକୁ ଛୁଇଁବ ନାହିଁ ସେ ଛୋଟ ଜାତିର ଲୋକ ତା ଘର ତାକୁ ଛୁଇଁବ ନାହିଁ
कि ता घर जाई खाद्य खाइबो नहीं, ताको रोषेई शाला पोसाइबो नहीं तमे, कि ता घर परिवार बंधु बांधिबो नहीं, बंधु जोड़िबो नहीं। ए सब जिंस जोटा अच्छी एटा होची जाति प्रथा, एटा होची हिंदू धर्म रे अच्छी, कौन सी धर्म रे नहीं।